My dear student, welcome to our channel Manorama Tutorial. ସାଧାରଣତନ୍ତ୍ର ଦିବସ ଅବସରରେ ଏକ ସରଳ ଓ ସୁନ୍ଦର ଭାଷଣଟିଏ ଆସନ୍ତୁ ଜାଣିବା। ସମ୍ମାନନୀୟ ସଭାପତି ମହୋଦୟ, ମଞ୍ଚସ୍ଥ ମୁଖ୍ୟ ଅତିଥି, ଉପସ୍ଥିତ ସହପାଠୀବୃନ୍ଦ ତଥା ମୋର ଛୋଟ ବଡ଼ ଭାଇ ଓ ଭଉଣୀ, ଆଜିର ଏହି ପବିତ୍ର ସାଧାରଣତନ୍ତ୍ର ଦିବସରେ ମୋତେ କିଛି କହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ବହୁ ବର୍ଷ ଧରି ବିଦେଶୀ ଶାସନାଧୀନ ରହି 1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ ହେଲା। ଆମ ଦେଶର ଏକ ଶାସନ ଖସଡ଼ା ତିଆରି ହେଲା। 1950 ମସିହା ଜାନୁଆରୀ ମାସ 26 ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ ହେଲା। ଏହି ଦିନଟିକୁ ଭାରତବର୍ଷରେ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଗଲା। ଏହା ହେଉଛି ଭାରତୀୟଙ୍କ ଗର୍ବ ଓ ଗୌରବ। ଏହି ଦିନରେ ସ୍କୁଲ, କଲେଜ ଓ ସରକାରୀ ଅନୁଷ୍ଠାନ ମାନଙ୍କରେ ପତାକା ଉତ୍ତୋଳନ କରାଯାଏ, ଜାତୀୟ ସଙ୍ଗୀତ ଗାନ କରାଯାଏ। ଏହି ଦିନ ରାଷ୍ଟ୍ରପତି ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥାନ୍ତି। ଆମେ ଜାଣୁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ। ତେଣୁ ସବୁ ଭାରତୀୟଙ୍କ ଲକ୍ଷ୍ୟ ଏକ ହେବା ଆବଶ୍ୟକ। ଗୋଟିଏ ଦେଶ ଜନନୀର କୋଟି କୋଟି ସନ୍ତାନ ସମସ୍ତେ ଏକତାବଦ୍ଧ ହୋଇ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ଉଚିତ। ସମସ୍ତେ ଏହି ଆଦର୍ଶରେ ଅନୁପ୍ରାଣିତ ହେବା ଏହି ଗଣତନ୍ତ୍ର ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସଟି ହେଉଛି ଆମ ପାଇଁ ଏକ ଗୌରବର ଦିନ। ଆମ ଦେଶର ଯେଉଁ ସମ୍ବିଧାନ ପ୍ରଣୟନ କରାଗଲା ତାହାର ପ୍ରଣେତା ହେଉଛନ୍ତି ଡକ୍ଟର B.R. ଆମ୍ବେଦକର। ସାରା ଦେଶର ବିଦ୍ୱାନ, ବୀର ଓ ଦକ୍ଷ ପୋଲିସ ମାନଙ୍କୁ ଏହି ଦିନରେ ପୁରସ୍କୃତ କରାଯାଏ। ଏହା ଏକ ଗର୍ବ ଓ ଗୌରବର ଦିବସ। ଏହି ଦିନ ଆମେ ଶପଥ ନେବା ଆମ ଦେଶକୁ ଓ ଭାଷାକୁ ସୁରକ୍ଷିତ କରିବା। ଏହି ଦିନ ଦିଲ୍ଲୀର ଇଣ୍ଡିଆ ଗେଟ୍, ରାଜଧାନୀ ଭୁବନେଶ୍ୱର, ଜଳ, ସ୍ଥଳ ଓ ବାୟୁସେନା ପକ୍ଷରୁ ମାର୍ଚ୍ଚ ପାଷ୍ଟ କରାଯାଏ। ଆଜି ଆମେମାନେ ହାତକୁ ହାତ ମିଳାଇ ଶପଥ ନେବା ଯେପରିକି ଦେଶରୁ ଦୁର୍ନୀତି, ବେକାରୀ ଓ ସନ୍ତାସବାଦକୁ ହଟାଇ ଦେବା। ପ୍ରତ୍ୟେକ ଭାରତୀୟ ଯେଉଁଦିନ ଏକ ମନ, ଏକ ପ୍ରାଣ ନେଇ ଭାରତର ଉନ୍ନତି ପାଇଁ ଆଗେଇ ଆସିବେ, ସେହିଦିନ ଏହି ଗଣତନ୍ତ୍ର ଦିବସର ସଫଳ ରୂପାୟନ ହୋଇପାରିବ। ଏହି ସାଧାରଣତନ୍ତ୍ର ଦିବସଟି ଆମ ଜାତିର ମହତ୍ତ୍ୱ, ଯେଉଁଥିରେ ଆମେ ସମସ୍ତେ ବନ୍ଧା ହୋଇ ରହିଛୁ। ଏହି ଦିବସରେ ଆମ ଦେଶର ଶାସନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ଏହି ଶାସନ ଖସଡ଼ା ବା ସମ୍ବିଧାନ ଆମ ଦେଶ ଓ ଜାତିର ସମ୍ମାନ ତଥା ଅଭୁଲା ସ୍ମୃତି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ। ଧନ୍ୟବାଦ ପିଲାମାନେ।